ଦେଖନ୍ତୁ ଯୋଉ କଥା ଆପଣ କହୁଛନ୍ତି ଠିକ ଅଛି ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ଫୋକସ୍ କରିବା ଉଚିତ କିନ୍ତୁ ସେ ନିଜେ ଜାଣିବା ଦରକାର ସେ ହେଉଛନ୍ତି ରାଜ୍ୟର ମନ୍ତ୍ରୀ ଜିଲ୍ଲାର ମନ୍ତ୍ରୀ ଏବଂ ଦୁଃଖ ଏବଂ ପରିତାପର ବିଷୟ ସବୁ ସରକାରୀ ଅଫିସର ମାନେ ଆସୁଛନ୍ତି ଧାମନଗର ଯାଉଛନ୍ତି ଏବଂ ଯିବା ମଧ୍ୟ ଆବଶ୍ୟକତା ଅଛି ସେପାଇଁ ବି ମଧ୍ୟ ଆମେ ଖୁସି କିନ୍ତୁ ତା ସହିତ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ଯୋଉ କ୍ଷୟକ୍ଷତି ହେଇଛି ତାକୁ ମଧ୍ୟ ଦେଖିକି ଆସିବା ଦରକାର ଏବଂ ଏଠି ପ୍ରଥମେ ବନ୍ୟା ଭଣ୍ଡାରୀପୋଖରୀରେ ହୁଏ ତାପରେ ଧାମନଗର ତାପରେ ଚାନ୍ଦୋଲି ପାଣି ଯାଏ এটা ଚିରାଚରିତ ଆପଣମାନେ ଜାଣିଛନ୍ତି ପାଣି ଗଡ଼ି ଗଡ଼ି ଯାଏ କିନ୍ତୁ ଭଣ୍ଡାରୀପୋଖରୀକୁ ନା କୌଣସି ସରକାରୀ ଅଫିସର ଆସୁନାହାନ୍ତି ଯୋଉମାନେ ଆପଣମାନଙ୍କ ମାଧ୍ୟମରେ ଯୋଉ ପ୍ରେସ୍ ମିଡ଼ିଆ ବନ୍ଧୁମାନେ ଆପଣମାନଙ୍କ ମାଧ୍ୟମରେ ମୁଁ ଜାଣିଲି ଏବଂ ମୁଁ ମଧ୍ୟ ସୋସିଆଲ ମିଡ଼ିଆ ଦେଖୁଛି କେହି ଆସୁନାହାନ୍ତି ବୋଧେ ଏଇ 2.5 ଲକ୍ଷ ଲୋକ ଯୋଉ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ଲୋକ ଇଏ ଓଡ଼ିଶାବାସୀ ନୁହନ୍ତି କି ଓଡ଼ିଶା ସରକାରଙ୍କର ଇଏ ଲୋକ ନୁହନ୍ତି ଯାହା ଆମେ ଫିଲ୍ କରୁଛନ୍ତି ଆପଣମାନଙ୍କ ମାଧ୍ୟମରେ ୟାର ଜବାବ ସାଧାରଣ ଲୋକ ଦେବେ ମୁଁ ଦବା ଅପେକ୍ଷା ସାଧାରଣ ଲୋକ ଆପଣମାନଙ୍କୁ କହୁଛନ୍ତି ଏବଂ ସରକାର ୟା ପ୍ରତି ଧ୍ୟାନ ଦେବା ଦରକାର ନହେଲେ ଆଗାମୀ ଦିନରେ ଲୋକ ୟାର ଉଚିତ ଜବାବ ଦେବେ।